ଘର ବାହୁଡ଼ା। ଆଜି ମୋ ପାଇଁ ପୃଥିବୀଟା ପାଲଟି ଯାଇଥିଲା ନୀରବ, ନିଥର, ଭାବହୀନ କିଛି ଶବ୍ଦର ସମାବେଶ। ସବୁକିଛି ଶେଷ ହୋଇଯାଇଥିଲା ଜୀବନରୁ। ବୃତ୍ତର ଯେଉଁ ବିନ୍ଦୁରୁ ଜୀବନ ଆରମ୍ଭ ହୋଇଥିଲା, ବୁଲି ବୁଲି ଆଜି ସେଇଠି ପୁଣି ପହଞ୍ଚି ଯାଇଥିଲା। ଏହାପରେ ଆଉ କ'ଣ? ବିରାଟ ପ୍ରଶ୍ନବାଚୀ ସବୁ ମୁଣ୍ଡ ଉଠାଇ ମୋ ଆଡ଼କୁ ଧାଇଁ ଆସୁଥିଲେ। ଆଖି ବୁଜିଦେଲି ମୁଁ, ତଥାପି ସେଥିରୁ ନିସ୍ତାର ପାଇଲି ନାହିଁ। ସେପଟେ ଘରୁ ଭାସି ଆସୁଥିବା ଯୁକ୍ତିତକ ମୋର ଭବିଷ୍ୟତକୁ ସୁଧାରିବାର ପ୍ରୟାସରେ ବର୍ତ୍ତମାନକୁ ଧ୍ୱଂସ କରି ଚାଲିଥିଲା। ଆଜି ମୋର ଭାଗ୍ୟ ନିର୍ଦ୍ଧାରଣ ହେବ। ମୋର ଭାଗ୍ୟ, କିନ୍ତୁ ମୋ ବିନା ଅନୁମତିରେ, ବିନା ସହମତିରେ। ଝରକା ସେପଟକୁ ଚାହିଁଲି। ଆମ୍ବ ଗଛରେ ନୂଆ କରି ଏ ବର୍ଷ ବଉଳ ହୋଇଛି। ମୁଁ ଏ ଘରକୁ ଆସିବାର ପ୍ରଥମ ବର୍ଷ ବୋଉର ମୋ ଏ ଗଛ ପୋତିଥିଲୁ। ତା ମୂଳରେ ପାଣି ଢାଳିଲା ବେଳେ ବୋଉ କହିଥିଲା, ଏ ଆମ୍ବ ଗଛକୁ ଯେବେ ଯେବେ ଦେଖିବୁ ତା ଫଳ ଖାଇବୁ, ମୋତେ ମନେ ପକାଇବୁ। କିଏ ଜାଣେ ସେତେବେଳେ ମୁଁ ଥିବି କି ନାହିଁ। ସତରେ ବୋଉ କ'ଣ ଜାଣିସାରିଥିଲା ଏତେ ଶୀଘ୍ର ସେ ଚାଲିଯିବ ବୋଲି? ଗତ ବର୍ଷ ପର୍ଯ୍ୟନ୍ତ ସେ କହି ହେଉଥିଲା, କେମିତିଆ ଗଛଟା କେଜାଣି, ଖାଇ ପିଇ ଏତେ ବଡ଼ ହେଲାଣି, ହେଲେ କଷିଟିଏ ଧରିବାର ନାଁ ଧରୁନାହିଁ। ଏ ବର୍ଷ ଏଥିରେ କଷି ଧରିଛି, କିନ୍ତୁ ତାକୁ ଦେଖିବାକୁ ବୋଉ ଆଉ ନାହିଁ। ଆଖି ମୋର ଝକେଇ ଆସିଲା। ବୋଉ ବିନା ସବୁକିଛି ମୋତେ ଶୂନଶାନ ଲାଗୁଥିଲା। ସେହି ଶୂନ୍ୟ ପରିବେଶ ଆଡ଼କୁ ଚାହିଁ ମୁଁ ସ୍ୱର୍ଗତକ କଲି। ବୋଉ, ତୁ କେଉଁଠି? ମୋତେ ଛାଡ଼ି ଦଣ୍ଡେ ରହିପାରିବୁନି ବୋଲି କହୁଥିଲୁ। ଏଇଲୋ ପୁଣି ଏତେ ଦିନ ହେଲା କେମିତି ରହିଛୁ? ମୋତେ କ'ଣ ସବୁବେଳେ ତୁ ମିଛ କହିଥିଲୁ? ମୋ ମନ ଭୁଲାଇବାକୁ ନା ବାପାଙ୍କ ରାଗ ଦେଖି ଡରିଯାଇ ବୋଲି ମୋତେ ଖୁସି କରିବାକୁ ଏମିତି କହୁଥିଲୁ? ବୋଉ, ତୁ କେଉଁଠି? ଆଜି ବି ବାପା ରାଗିଛନ୍ତି। ମାମୁଙ୍କ ସହିତ ସକାଳ ପହରୁ ଯୁକ୍ତିତର୍କ କରିଛନ୍ତି। ଏହାପରେ ନିଶ୍ଚୟ ମୋ ପାଳି ପଡ଼ିବ। ମୋତେ ହିଁ ସମସ୍ତେ ମିଳିମିଶି ଗାଳି କରିବେ ଏଇଲେ। ତୁ ନାହୁଁ, ମୋତେ ଆଉ କିଏ ରକ୍ଷା କରିବ ବୋଉ? ତୁ କାହିଁକି ଚାଲିଗଲୁ ଯେ? ତୁ ବି କ'ଣ ମୋ ଉପରେ ରାଗି ଯାଇଥିଲୁ? ତୁ କ'ଣ ଆଉ ସତରେ କେବେ ବି ଫେରିବୁନି? ତୋ ଧନମାଳି ଏକା ଏକା ସମସ୍ତଙ୍କ ଗାଳି ଏମିତି ଶୁଣୁଥିବ? ଅମାନିଆ ଲୁହଧାର ସବୁ ଆଖିରୁ ବାହାରି ଆସିଲେ। ସେପଟେ ଘରୁ ମାମୁଙ୍କ ପାଟି ଜୋରରେ ଶୁଭୁଥିଲା, ଏମିତି କେମିତି ଛାଡ଼ି ଦେଇଯିବ? ତୁମର କିଛି ଠିକ୍ ଠିକଣା ନାହିଁ। ଏମିତି ବି ପିଲାଟାକୁ ପ୍ରଥମରୁ ଘୃଣା କରି ଆସିଛ। ଖାଲି ସରୋଜର ମୁହଁକୁ ଚାହିଁ ସବୁ ସହିଯିବା କଥା, ନଚେତ୍ ତୁମ ଭଳି କଂସେଇ ହାତରେ କିଏ କ'ଣ ନିଜ ପିଲାକୁ ଦିଏ? ବାପାଙ୍କର ପ୍ରତିବାଦ ଭରା ରୁକ୍ଷ କିନ୍ତୁ ଦୃଢ଼ ସ୍ୱର ଶୁଭିଲା। ତୁମେ କ'ଣ କହିବାକୁ ଚାହୁଁଛ ମୁଁ ଜାଣିଛି। ସେ ବିଷୟରେ ତୁମ ସଙ୍ଗେ ବିଶେଷ ଆଲୋଚନା କରିବାକୁ ଏବେ ଚାହୁଁନି। ମୁଁ ଯେ ଶଙ୍କରଙ୍କୁ ଭଲ ପାଇ ତାଙ୍କୁ ଛାଡ଼ିବାକୁ ଚାହୁଁଛି, ସେ କଥା ମୁଁ କହୁନି। କିନ୍ତୁ ପିଲାଟାର ମାନସିକ ସ୍ଥିତି ବିଷୟରେ ଆମେ ସମସ୍ତେ ବୁଝିବାକୁ ଚେଷ୍ଟା କରିବା କଥା କି ନା ନାହିଁ? ମା' ମରିବାର 15ଟା ଦିନ ବି ବିତିନି। ଏମିତି ବେଳେ ତାକୁ ଏ ଘରୁ ନେଇଗଲେ ତା'ର ମାନସିକ ବିକୃତି ଘଟିବନି? ଆଉ କିଛି ଦିନ ଯାଉ, ମନଟା ଟିକେ ତା'ର ବୁଝିଗଲା ପରେ ତାକୁ ନେଇଯିବ। କେହି ରୋକିବନି ସେତେବେଳେ। ଥାଉ, ଏତେ ତା ବିଷୟରେ ଚିନ୍ତା କରିବା ଦରକାର ନାହିଁ। ଆମ ପିଲା, ଆମେ ତା କଥା ବୁଝିବୁ। ଭଉଣୀ ମୁହଁକୁ ଚାହିଁ ଆମେ ତାକୁ ଟେକି ଦେଇଥିଲୁ। ଆଜି ଯେତେବେଳେ ଭଉଣୀ ରହିଲାନି, ଆଉ କ'ଣ ପାଇଁ ଏ ଅଲଣା ସ୍ନେହର ସରଦା? ଶେଷ ବେଳକୁ ମାମୁଙ୍କ କଣ୍ଠ ରୁଦ୍ଧି ହୋଇ ଆସିଲା। ମୁଁ ଯେ ସେଇ ସବୁ ଯୁକ୍ତିତର୍କର ମୂଳ କାରଣ, ସେ କଥା ମୁଁ ଜାଣୁଥିଲି। ସକାଳ ପହରୁ ସବୁ ଶୁଣୁଥିଲି, ସବୁ ବୁଝୁଥିଲି, କିନ୍ତୁ ଚୁପ୍ ରହିବାକୁ ବାଧ୍ୟ ଥିଲି। ଏଠି ମୋତେ କେହି କିଛି ପଚାରୁ ନାହାନ୍ତି। ମୁଁ କହିବି ବା କାହାକୁ? ଏମିତି ବି ବୋଉ ଛଡ଼ା ମୋ କଥା ଆଉ କିଏ ଶୁଣିବାକୁ ଚାହୁଁଛି କି କେବେ? ଦରଜା ମେଲେଇ ନିଃଶବ୍ଦରେ ମୋ ରୁମ୍ ଭିତରକୁ ପଶି ଆସିଲେ ମାଇଁ। ଆଖିରେ ଲୁହ ଏପର୍ଯ୍ୟନ୍ତ ବି ଶୁଖି ନଥିଲା ତାଙ୍କର। ତାଙ୍କ ହାତରେ ଥିଲା ମୋର କିଛି ଲୁଗାପଟା ଆଉ ଗୋଟିଏ ବଡ଼ ବ୍ୟାଗ୍। ସେଥିରେ ବି କିଛି ଜିନିଷପତ୍ର ଭରିକି ସେ ଆଣିଥିଲେ। ତାଙ୍କର ସେ ପ୍ରକାରର ପ୍ରସ୍ତୁତି ଦେଖି ମୁଁ ବୁଝିଗଲି ଯେ ଏଥର ମୁଁ ନିଶ୍ଚୟ ଯାଉଛି। ଛାତି ଭିତରେ କିଛି ଗୋଟେ ଦଳି ଚକଟି ହୋଇଗଲା ଯେମିତି। ବଡ଼ କରୁଣ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ରହିଲି ମୁଁ। ମୋ ପାଖକୁ ଆସିଲେ ସେ। କିଛି କହିବାକୁ ଚାହୁଁଥିଲେ ବୋଧେ, କିନ୍ତୁ କ'ଣ ଭାବିଲେ କେଜାଣି କିଛି ନ କହି ମୋ ମୁଣ୍ଡକୁ ଖାଲି ଆଉଁସି ଦେଇ ଫେରିଗଲେ। ତାଙ୍କ ପରଶରେ ରହିଥିବା ଏକ ଅଜବ ଆତ୍ମୀୟତା ମୋତେ ଭାରି ଭଲ ଲାଗିଲା। ସେ ସକାଳ ପହରୁ ମନଟା ଖାଲି କହୁଥିଲା କାହାର କୋଳରେ ମୁଣ୍ଡ ଥୋଇ ଭେଁ ଭେଁ ହୋଇ କାନ୍ଦନ୍ତି, କିନ୍ତୁ ସେ କୋଳ
ଏଇ ମାଇଁଙ୍କର ହେଉ ବୋଲି ମୁଁ ଚାହୁଁନଥିଲି। ତାଙ୍କ ମନରେ ମୋ ପ୍ରତି ଭଲ ପାଇବା ଥିଲା। ମୋତେ ବି ସେ ଭଲ ଲାଗୁଥିଲେ। ହେଲେ ତାଙ୍କ ଉପସ୍ଥିତିକୁ ବେଶୀ ସମୟ ପର୍ଯ୍ୟନ୍ତ ସହ୍ୟ କରିପାରୁନଥିଲି। ମୋ ଆଖପାଖରେ କେଜାଣି କାହିଁକି ମନରେ ବିତୃଷ୍ଣା ଭରି ଯାଉଥିଲା। ତାଙ୍କ ଆଡ଼ୁ ମୁହଁ ଫେରାଇ ନେଲି ମୁଁ। ଚୁପଚାପ ଫେରି ଯାଉଥିଲେ ସେ। ମୁଣ୍ଡ ଉଠାଇ ଆଉଥରେ ଚାହିଁଲି। ଇଏ କୁଆଡ଼େ ପ୍ରକୃତରେ ମୋର ବୋଉ, ମାଇଁ ନୁହେଁ। ଦୀର୍ଘ ବର୍ଷରୁ ମୁଁ କିନ୍ତୁ ତାଙ୍କୁ ମାଇଁ ବୋଲି ଡାକି ଆସିଛି। ଯେପର୍ଯ୍ୟନ୍ତ ଏ ଘରକୁ ଆସିନଥିଲି ସେ ପର୍ଯ୍ୟନ୍ତ ମୁଁ କୁଆଡ଼େ ତାଙ୍କୁ ବୋଉ ବୋଲି ଡାକୁଥିଲି। ଏ କେବଳ ମୋର ଶୁଣିବା କଥା। ସେପରି କିଛି ବି ଘଟଣା କାହିଁ ମୋର କେବେ ମନେ ପଡ଼ୁନଥିଲା। ଏ ଘରକୁ ଆସିଗଲା ପରେ ସେଇ ବୋଉ ଆମ ବୋଉ ହୋଇଗଲେ ମୋର ମାଇଁ। ଏବେ ପୁଣି ତାଙ୍କୁ ମୁଁ ବୋଉ ବୋଲି ଡାକିବି। କି ବିଚିତ୍ର ମୋ ଭାଗ୍ୟ। ସମ୍ପର୍କର ଏ ପ୍ରକାରର ପେଣ୍ଡୁଲମ୍ କିପରି ବହନ କରିବି ମୁଁ? କେମିତି ଏତେ ସବୁ ଅନିଶ୍ଚିତତାକୁ ଭିତରେ ନିଜକୁ ସାମାନ୍ୟ ରଖିବି? ବୋଉ ସହିତ ବିତାଇଥିବା ଦୀର୍ଘ 8 ବର୍ଷର ହସ କାନ୍ଦ ଭରା ସ୍ମୃତି, ମଧୁର ଦିନ ସବୁ ସ୍ପଷ୍ଟ ଭାବରେ ମନେ ପଡ଼ି ଯାଉଥିଲା। କିନ୍ତୁ ତା ଭିତରେ କିଛି ଅସୁଷ୍ଟ ଝାଲୁଝାଲୁଆ ଛବି ବି ଆଖି ଆଗରେ ନାଚି ଉଠୁଥିଲା। ସେ ଛବିଗୁଡ଼ିକର ସମ୍ପର୍କ କ'ଣ ମୋର ବିଗତ ଅତୀତ ସହିତ ଜଡ଼ିତ? ଭଲ ଭାବରେ କିଛି ଦୃଶ୍ୟତ ହେଉନଥିଲା, ତଥାପି ମୁଁ କିଛି ଅନୁମାନ କରିପାରୁଥିଲି। ସେ ଛବିରେ ମୁଁ ଦୋଳିରେ ଝୁଲୁଥିଲି, ପାଣିରେ ଖେଳୁଥିଲି, ଅଗଣାରେ ଦୌଡ଼ୁଥିଲି, କିନ୍ତୁ ତାହାର ପରିବେଶ ଆଜିର ପରିବେଶ ସହିତ ଖାପ ଖାଉନଥିଲା। ମୋ ପଛେ ପଛେ ଘୂରି ବୁଲୁଥିଲା ମମତାର ସଦୃଢ଼ ହାତ। ମୋ ଦିବଙ୍ଗତା ବୋଉର ନଥିଲା, ବରଂ ଥିଲା ଅନ୍ୟ କାହାର। ତା ଆଖିରେ ବି ଥିଲା ମୋ ପାଇଁ ସ୍ୱପ୍ନ, ସ୍ନେହ ଆଉ ମମତା। ଅସୁସ୍ଥ ହେଲେ ବି ସେ ଛବିକୁ ମୁଁ ଚିହ୍ନି ପାରୁଥିଲି। ସେ ଥିଲା ମୋର ପ୍ରକୃତ ଜନ୍ମଦାତ୍ରୀ, ଯାହାକୁ ଏବେ ମୁଁ ମାଇଁ ବୋଲି ଡାକୁଛି। ଛିଣ୍ଡା ଛିଣ୍ଡା ହେଇ ମନେ ପଡ଼ିଯାଉଛି ବିଦାୟ ବେଳର ସେହି କରୁଣ ଦୃଶ୍ୟଟା, ଯେତେବେଳେ ଗୋଟିଏ ଲମ୍ବା ଚଉଡ଼ା ଗାଡ଼ିରେ ମୁଁ ବସିଥିଲି ମୋ ପିଉସୀ ନାନୀଙ୍କ କୋଳରେ। ମଖମଲି ଶାଢ଼ୀରେ କଅଁଳ ପରଣ ମୋତେ କୁତୁକୁତୁ କରି ପକାଉଥିଲା। ଏତେ ବଡ଼ ବିଦେଶୀ ଗାଡ଼ିରେ ବସି ମୁଁ ନିଜକୁ ବଡ଼ ଭାଗ୍ୟବାନ ମନେ କରୁଥିଲି। ମୋ ସାଙ୍ଗମାନେ ଝରକା ସେପଟେ ବଡ଼ ସନ୍ତୁପ୍ତ ନୟନରେ ମୋତେ ଚାହିଁ ରହିଥିଲେ। ନିଶ୍ଚୟ ଈର୍ଷା କରୁଥିବେ। ତାଙ୍କ ଆଖିରୁ ବିକଳତା, ଲୋଲୁପତାକା ଅନୁଭବ କରି ମୁଁ ଗର୍ବ ଅନୁଭବ କରୁଥିଲି। ଗାଡ଼ିରେ ଡିକି ଖୋଲି ଛୋଟ ଛୋଟ 2ଟା ବେଗ୍, କିଛି ଭଙ୍ଗାତୁଟା ଖେଳନା ଆଉ ମୋ ଖାଇବା ଡବା ରଖାଗଲା। ମୁଁ କିଛି ବୁଝିପାରୁନଥିଲି, ତଥାପି ଜାଣିଗଲି ଯେ ଗାଡ଼ିରେ ବସି ମୁଁ କୁଆଡ଼େ ଦୂରକୁ ଯିବି। ଝରକା ବାହାରକୁ ଚାହିଁଲି। ମୋ ଜନ୍ମଦାତ୍ରୀ କବାଟ କଣରେ ମୁହଁ ଛୁପାଇ କାନ୍ଦୁଥିଲେ। ଜନ୍ମଦାତାଙ୍କ ଆଖି ଛଳଛଳ ହୋଇଗଲା। ପିଉସୀ ନାନୀଙ୍କ ମୁଁ ଚାହିଁଲି ମୁଣ୍ଡ ଉଠାଇ। ସେ ମୋତେ ଆବଶ୍ୟକତାଠାରୁ ଅଧିକ ଗେଲ କରୁଥିଲେ। ଭାରି ଅଣନିଶ୍ୱାସ ଲାଗୁଥିଲା ମୋତେ। ପ୍ରତିବାଦ କରିବାକୁ ଇଚ୍ଛା ହେଉଥିଲା, କିନ୍ତୁ କିଛି କହିବା ପୂର୍ବରୁ, ବୁଝିବା ପୂର୍ବରୁ ଗାଡ଼ି ଷ୍ଟାର୍ଟ ହୋଇଗଲା। ଗାଁ ଦାଣ୍ଡରେ ଧୂଳିକି ପଛରେ ଉଡ଼େଇ ଆଗେଇ ଯାଇଥିଲା ଗାଡ଼ି। ସହରର ରାଜରାସ୍ତାକୁ ମୋତେ ସଙ୍ଗରେ ନେଇ ମୋତେ ଭାରି କାନ୍ଦ ମାଡ଼ୁଥିଲା। ଚେଷ୍ଟା କରି ମଧ୍ୟ ନିଜକୁ ରୋକି ପାରିନଥିଲି। ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କରିଦେଇଥିଲି। ପିଉସୀ ନାନୀ ବହୁତ ପ୍ରକାରର ଚେଷ୍ଟା କରି ମୋତେ ଚୁପ୍ କରାଇ ଦେଇଥିଲେ, କିନ୍ତୁ ମୋ ଭିତରରେ ଉଦାସ ଭବଟା କେମିତି ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିଲା। ମୋର ଖାଲି ମନେ ପଡ଼ିଯାଉଥିଲା ମୋ ସାଙ୍ଗସାଥୀ, ମାଟି ପାଣିର ଖେଳ, ଆମ ଝାଟି ମାଟିର ଘର, ତା'ର ଗୋବର ଲିପା ଅଗଣା, ମୋ ଜନ୍ମଦାତ୍ରୀଙ୍କର କୋମଳ ସ୍ପର୍ଶ। ଏମିତି ସବୁକିଛି ମାତ୍ର 6 ବର୍ଷର କଞ୍ଚା ମାଟି ବୟସରେ ମୋର ରୂପାନ୍ତର ଘଟିଥିଲା। ସହରର ଆଭିଜାତ୍ୟପୂର୍ଣ୍ଣ ଜୀବନ, ଇଂରେଜୀ ସ୍କୁଲର ଅବହାୱା, କେକ୍ ପେଷ୍ଟ୍ରିର ଜୀବନ ଭିତରେ ଧୀରେ ଧୀରେ ମୁଁ ଭୁଲିଗଲି ମୋର ପୁରୁଣା ଜୀବନକୁ। ଗାଁ ମୋତେ ଯେମିତି ଭଲ ଲାଗୁଥିଲା, ଏବେ ସହର ବି ସେମିତି ଭଲ ଲାଗିଲା। ମୋ ଜନ୍ମଦାତ୍ରୀ ମୋତେ ଯେତିକି ଭଲ ଲାଗୁଥିଲେ, ସହରର ବୋଉ ବି ସେତିକି ଭଲ ଲାଗିବାକୁ ଲାଗିଲେ। ବୋଉ ସହିତ ଜୀବନଟା ମୋର ବେଶ୍ ଶ୍ରୁତିମଧୁର ହୋଇ ଉଠିଥିଲା। ଜୀବନରେ ସୁଖ ସୁବିଧାର ଅଭାବ ଆଉ ନଥିଲା। ଭଲ ଖାଇବା, ପିନ୍ଧିବା, ବୁଲିବା ସହିତ କେତେ ନୂଆ ନୂଆ କଥା ମୁଁ ଶିଖି ଯାଇଥିଲି। ଏବେ ଚକୋଲେଟ୍ ବିସ୍କୁଟ୍ ଖାଇ ବିରକ୍ତ ହେଇ ଯାଉଥିଲି। ସେ ସବୁର ସ୍ୱାଦ ଏବେ ମୋତେ ଆଉ ପ୍ରଲୋଭିତ କରିପାରୁନଥିଲା। ମୁଁ ଏବେ ଏକା ଅଲଗା ଦୁନିଆରେ ବିଚରଣ କରୁଥିଲି। କିନ୍ତୁ କେଜାଣି କାହିଁକି ଏତେ ସୁଖ ସୁବିଧା ଭିତରେ ବି କେବେ କାହାର କରୁଣା ଚାହାଣୀକୁ ସ୍ୱପ୍ନରେ ଦେଖି ମୁଁ ଚମକି ପଡ଼େ, ନିଜେ ଭାଙ୍ଗିଯାଏ। ହେଲେ ଜମା ମନେ ପକାଇ ପାରେନା କାହାର ସେଇ କରୁଣା ଚାହାଣୀ। ଆଉ କେବେ ମୁଁ ସେ ଗାଁକୁ ଯାଇନି।
ଗାଁ କଥା ଶ୍ରୁତିପଟରୁ ସମ୍ପୂର୍ଣ୍ଣ ଲିଭି ଯାଇଥିଲା। ମଝିରେ ମଝିରେ ଗାଁରୁ ଆସୁଥିବା ଦମ୍ପତି ଯାହାକୁ ମାମୁଁ ମାଇଁ କହି ବୋଉ ଚିହ୍ନେଇ ଦିଏ ଆଉ ମୁଣ୍ଡିଆ ମାରିବାକୁ କୁହେ, ଦେଖିଲେ ମୋ ମନଟା କେମିତି କେମିତି ହୋଇଯାଏ। କେଉଁଠି ଦେଖିଲା ପରି, ନିହାତି ଚିହ୍ନିଲା ପରି ପତିତ ହୁଅନ୍ତି ସେମାନେ, କିନ୍ତୁ ଆଦୌ ମନେ ପକାଇ ପାରେନା। ସହରର ଚକମକ ଜୀବନ ଭିତରେ ସବୁକିଛି ମୁଁ ପାଇଲି ସତ, ହେଲେ ବାପାଙ୍କ ସ୍ନେହ ମମତା ପାଇବାରୁ ବଞ୍ଚିତ ଥିଲି। ମୋତେ ପାଖରେ ଦେଖିଲା ମାତ୍ରେ ଚିଡ଼ିଚିଡ଼ା ହେଉଥିଲେ ସେ। ସାମାନ୍ୟ ଭୁଲ ପାଇଁ ପାଟି କରି ଉଠୁଥିଲେ। କଥାରେ କଥାରେ ବୋଉଙ୍କୁ ବିରକ୍ତ ହେଉଥିଲେ। ତାଙ୍କ ବିରକ୍ତର କାରଣକୁ ଖୋଜି ନ ପାଇଲେ ବି ମୁଁ ଜାଣିପାରେ ସେ ମୋତେ ଦେଖି ଖୁସି ହେଉନାହାନ୍ତି। ସେ ବିଷୟରେ କେବେ କେମିତି ବୋଉଙ୍କୁ ପଚାରିଲେ ସେ ମୋତେ କୋଳେଇ ନେଇ ଅଧିକା ଗେହ୍ଲା କରି କୁହେ, କିଏ ଖୁସି ହେଉ କି ନ ହେଉ, ମୋ ପାଇଁ ତୁ ହେଉଛୁ ଖୁସିର ଗନ୍ଥଘର। ତୋ ବିନା ମୁଁ ବଞ୍ଚିପାରିବିନି। ବାପା ତୋତେ ପ୍ରକୃତରେ ଭଲ ପାଆନ୍ତି, କିନ୍ତୁ ମୁହଁରେ କହିବା ତାକୁ ଜଣା ନାହିଁ। ଦେଖିବୁ ଦିନ ଆସିବ ତୋତେ ଛାଡ଼ି ସେ ମୁହୂର୍ତ୍ତେ ରହିପାରିବେନି। ବୋଉର ଆଶ୍ୱାସନାର ମୋ ମନ ଖୁସିରେ ନାଚି ଉଠେ। ସେଇ ସୁଦିନର ପ୍ରତୀକ୍ଷାର ରାତିରେ ମୋ ଆଖିକୁ ନିଦ ଆସେନା। ବାପାଙ୍କୁ ମୁଁ ଖୁବ୍ ଭଲ ପାଏ, କିନ୍ତୁ ତାଙ୍କ ରାଗକୁ ମୁଁ ଭାରି ଭୟ କରେ। ତେଣୁ ଇଚ୍ଛା ଥିଲେ ବି ତାଙ୍କ ପାଖକୁ ଯିବାର ସାହସ ମୁଁ କେବେ କରିପାରେନା। ବୋଉ ସେସବୁ ବିଷୟରେ ଭାବିବାର ଫୁର୍ସତ କୋଉ ଦିଏ କି? ଆଜି ସେ ଚାଲିଗଲା ପରେ ଏକୁଟିଆ ବସି ମୁଁ ସେଇ କଥାକୁ ସବୁକୁ ମନେ ପକାଉଛି। ଦିନୁ କାକା କହିଲେ, ବୋଉ ମୋର ଆଉ ନାହିଁ। ନାହିଁ ମାନେ କ'ଣ? ଏବେ ସିନା ନାହିଁ, ହେଲେ ପରେ ଆସିବ ତ ଚଳିବ। କିନ୍ତୁ ନା, ତାଙ୍କ କହିବାର ଉଦ୍ଦେଶ୍ୟ କିଛି ଅଲଗା ଥିଲା, ଯାହାକୁ ପ୍ରଥମେ ମୁଁ ଜମା ବୁଝିନଥିଲି। ଗଲା କେତେ ଦିନରୁ ବୋଉର ଦେହ ଜମାରୁ ଭଲ ରହୁନଥିଲା। ଭୀଷଣ କଷ୍ଟ ହେଉଥିବାରୁ ବାପା ତାକୁ ଡାକ୍ତର ପାଖକୁ ନେଇ ଯାଇଥିଲେ। ମୁଁ ବି ସାଙ୍ଗରେ ଯାଇଥିଲି। ସେ ଡାକ୍ତର କ'ଣ ଦେଖିଲା କେଜାଣି, ସଙ୍ଗେ ସଙ୍ଗେ ବୋଉକୁ ହସ୍ପିଟାଲରେ ଆଡ଼ମିଟ୍ କରିଦେଲା। ଔଷଧ, ଇଞ୍ଜେକ୍ସନ, ସାଲାଇନ୍ରେ ବୋଉ ପୋତି ହୋଇଗଲା। ସେଦିନ ବାପାଙ୍କ ଆଖିରେ ପ୍ରଥମ ଥର ପାଇଁ ମୁଁ ଲୁହ ଦେଖିଲି। ସେହି ଲୁହ ହିଁ କହି ଦେଉଥିଲା ଆଗାମୀ ଦିନରେ ଘଟିବାକୁ ଯାଉଥିବା ଏହି ଦୁଃଖଦ ଘଟଣାଟିକୁ। ତଥାପି ମୁଁ ଜାଣିପାରିନଥିଲି। ଖୁବ୍ ଶୀଘ୍ର ଆମକୁ ଛାଡ଼ି ସବୁଦିନ ପାଇଁ ବୋଉ କୁଆଡ଼େ ଚାଲିଗଲା। ଶେଷ ସମୟରେ ମୁଁ ତା ପାଖରେ ନଥିଲି। ତେଣୁ ସେ କୁଆଡ଼େ ଗଲା, କେମିତି ଗଲା, କିଛି ଜାଣିବାକୁ ପାଇଲିନି। କେବଳ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରବୋଧନା ଶୁଣି ଅତିଷ୍ଠ ହୋଇପଡ଼ିଲି। ଭାରି ବିରକ୍ତ ଲାଗୁଥିଲା ସେମାନଙ୍କର ସେପରିକି କଥା ଶୁଣି। ଇଚ୍ଛା ହେଉଥିଲା ସେ ସମସ୍ତଙ୍କୁ ଧରି ପିଟି ପକାନ୍ତି, କିନ୍ତୁ ଅବକାଶ ନଥିଲା। ବୋଉ ଚାଲିଯିବାର ଖବର ପାଇ ଗାଁରୁ ମାମୁଁ ମାଇଁ ନିଜର ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଦୌଡ଼ି ଆସିଥିଲେ। ବୋଉର ଅନୁପସ୍ଥିତିରେ ସେମାନଙ୍କୁ ଆମ ଘରେ ଦେଖି ମୋତେ ବଡ଼ ବିରକ୍ତ ଲାଗୁଥିଲା। ତାଙ୍କର ଚାଲିଚଳଣ, କଥାବାର୍ତ୍ତା, ଦୁଷ୍ଟାମି ପ୍ରଥମରୁ ମୁଁ କିଛି ସହ୍ୟ କରିପାରି ନାହିଁ। ଏବେ ତ ସହଜେ ମନଟା ଖରାପ ଅଛି। ଆଉ ଠିକ୍ ଏତିକି ବେଳେ ଆମ ଘରର ସବୁ ଜିନିଷରେ ସେମାନଙ୍କର ହାତ ମରାମରି କରିବା, ଭଙ୍ଗାରୁଜା କରିବା ମୁଁ ବରଦାସ୍ତ କରିପାରୁନଥିଲି। ବୋଉର ଯେଉଁ ସବୁ ଜିନିଷରେ ହାତ ମାରିବାକୁ ଆଜିଯାଏ ମୁଁ ବି ସାହସ କରିପାରି ନାହିଁ, ସେମାନେ ତାକୁ ନଷ୍ଟଭଷ୍ଟ କରିଥିବାର ଦେଖି ଆଉ ଚୁପ୍ ରହିପାରିଲି ନାହିଁ ମୁଁ। ସକାଳ ପହରୁ କେତେ ଥର ମନା କରିସାରିଲିଣି ମୁଁ। ତଥାପି ସେମାନେ ନ ମାନିବାରୁ ମୁଁ ବାଡ଼ିଟେ ଉଠେଇ ଆଣି ସେଥିରେ ପିଟିବା ଆରମ୍ଭ କରିଦେଲି। ସେମାନଙ୍କ ପାଟିରେ ବାପା ଦୌଡ଼ି ଆସି ମୋତେ ରୋକିଦେଲେ। ନହେଲେ ମୁଁ ଆଜି ସେମାନଙ୍କ ପ୍ରାଣ ନେଇଯାଇଥାନ୍ତି। ବାପାଙ୍କୁ ପାଖରେ ଦେଖି ମୁଁ ଡରିଗଲି। କିନ୍ତୁ ଆଶ୍ଚର୍ଯ୍ୟର କଥା, ବାପା ମୋତେ ପଦେ ବି କିଛି କହିନଥିଲେ। ମନେ ପକାଇଲେ ବୋଉ ହସ୍ପିଟାଲ ଗଲା ପର ଠାରୁ ବାପା ମୋତେ ଥରେ ବି ଗାଳି ଦେଇ ନଥିଲେ କି ଚିଡ଼ି ବି ନଥିଲେ। ବୋଉ ଯିବା ପରେ ଏବେ ବହୁତ ଗୁମସୁମ ହୋଇଯାଇଛନ୍ତି ସେ। ଅନେକ ସମୟରେ ଅନ୍ଧାରରେ ବସି ବସି କାନ୍ଦୁଥିବାର ମୁଁ ଦେଖିଛି। ଖେଳୁ ଖେଳୁ କେବେ କେମିତି ହାତ ଗୋଡ଼ରେ ବାଜିଗଲେ ମୁଁ ଯେତେବେଳେ କାନ୍ଦେ, ବୋଉ ସବୁବେଳେ ମୋତେ କହେ, ପୁଅ ପିଲାଟା ହେଇ କାନ୍ଦୁଛୁ କ'ଣ? ପୁରୁଷମାନଙ୍କ ଆଖିରେ ଲୁହ ଶୋଭା ପାଏନି, ହେଲେ ବାପା କାହିଁକି କାନ୍ଦୁଛନ୍ତି? ମାମୁଁ ମାଇଁ ତଥା ଘରର ଅନ୍ୟମାନେ ବି କାନ୍ଦୁଥିଲେ, କିନ୍ତୁ ବାପାଙ୍କ କାନ୍ଦଠାରୁ ସେମାନଙ୍କର କାନ୍ଦ ଭିନ୍ନ ଥିଲା। ମାଇଁ ପ୍ରତି ମୁହୂର୍ତ୍ତରେ ମୋ ପାଖକୁ କିଛି ନା କିଛି ବାହାନା କରି ଚାଲି ଆସୁଥିଲେ। ମୁହଁ ଖୋଲି କିଛି କହୁନଥିଲେ ସତ, କିନ୍ତୁ ମୋତେ ଦେଖୁ ଦେଖୁ ତାଙ୍କ ଆଖିରେ ଲୁହ ଭରି ଯାଉଥିଲା। ବୋଉ ଚାଲିଗଲା ପରେ ଯେବେ ଯେବେ ତାଙ୍କୁ ମାଇଁ ଡାକିଛି,
ସେବେ ସେବେ ମୋତେ ଆକାଟା କରି କହିଛନ୍ତି, ଆଉ ମାଇଁ ନୁହେଁ, ମୋତେ ଏଥର ବୋଉ ଡାକିବୁ। ଶବ୍ଦ ରହିଯାଇଥିଲି ପ୍ରଥମେ ତାଙ୍କର ଏମିତିକା କଥାକୁ ଶୁଣି। ଏ କି ଅଡ଼ୁଆ କଥା! ମାଇଁ ତ ମାଇଁ, ତାକୁ ବୋଉ ଡାକିବି କେମିତି? ଆଉ କାହିଁକି? ମୋର ଅନ୍ୟ କେତେ ସାଙ୍ଗଙ୍କର ବୋଉ ବି ୟା ଆଗରୁ ମରିଛନ୍ତି। କାହିଁ ସେମାନେ ତ ତାଙ୍କ ପାଇଁ ତାଙ୍କୁ ମାଇଁକୁ ବୋଉ ଡାକୁନାହାନ୍ତି। ତେବେ ମୁଁ କାହିଁକି ଡାକିବି? ଶୁଣି ସେ କହିଲେ, ଦିନେ ବୋଉକୁ ତ ପୁଣି ମାଇଁ ଡାକିଥିଲୁ, ଆଜି ପୁଣି ଥରେ ବୋଉ ଡାକିଲେ କାହିଁକି ଅସୁବିଧା ହେବ? ମୋ ମୁଣ୍ଡଟା ପୁରା ଗୋଳମାଳିଆ ହୋଇଗଲା। ଏ ସଂସାରରେ କିଏ ମୋର କ'ଣ କିଛି ହିସାବ ମୋ ପାଖରେ ନଥିଲା। କାହାକୁ ଏ ବିଷୟରେ ପଚରା ଯାଇପାରିବ? କାହାକୁ ବି ନୁହେଁ। ଯାହାକୁ ପଚାରି ପାରିଥାନ୍ତି ସେ ତ ଫଟୋ ହୋଇ କାନ୍ଥରେ ଟଙ୍ଗା ହୋଇଗଲାଣି। ଅଗରବତୀର ଧୂଆଁ, ଚନ୍ଦନ ସିନ୍ଦୁର ଆଉ ଫୁଲମାଳ ଲଗାଇ ବୋଉ ଫଟୋରେ ବି ଜୀବନ୍ତ ଲାଗୁଛି। ଏଇ ବୋଧେ ଫଟୋର ବାହାରି ଆସିବ। ହସି ହସି ମୋତେ କୋଳେଇ ବସେଇ ଗେଲ କରି ପକାଇବ। ଯାହା କିଛି ଲୁଚେଇ ରଖିଥିବ ହଠାତ୍ ହାତରେ ଧରେଇ ଦେଇ ମୋତେ ଚମକାଇ ଦେବ। କିନ୍ତୁ ନା, ସେପରି କିଛି ବି ହେବନି। ବୋଉ ଆଉ ବୋଉ ହେଇକି ନାହିଁ। ସେ ଏଇଲୋ ଫ୍ରେମ୍ ଭିତରେ ବନ୍ଦା ହୋଇକି ରହିଥିବା କେବଳ ଏକ ଫଟୋ। ଉଦାସ ଆଖିରୁ ମୋର ଠୋପା ଠୋପା ହୋଇ ଲୁହ ବହି ଆସିଲା। ବୋଉ ବିନା ମୋ ଜୀବନ ଆଉ ଜୀବନଟେ ପରି ଲାଗୁନଥିଲା। ମୁଁ ବନ୍ତ୍ୟଚ୍ୟୁତି ହୋଇଯାଇଥିଲି। ମୋର କିଛି ବହିଖାତା ଆଉ ପେନ୍ସିଲ ବକ୍ସକୁ ହାତରେ ଧରି ମୋ ରୁମ୍ ଭିତରକୁ ପଶି ଆସିଲେ ମାଇଁ। ଯଦିଓ ମାଇଁ ମୋତେ ପ୍ରଥମରୁ ଭଲ ଲାଗନ୍ତି, ଏବେ କିନ୍ତୁ ମୁଁ ତାଙ୍କୁ ଆଦୌ ଭଲ ପାଇ ପାରୁନଥିଲି। ବୋଉର ସ୍ଥାନ ନେବାକୁ ଚାହୁଁଥିବା ତାଙ୍କ ମନକୁ ଜାଣିଲା ପରେ ମୋତେ ସେ ବଡ଼ ଭୟଙ୍କର ଲାଗୁଥିଲେ। ତାଙ୍କୁ ଆଖପାଖରୁ ଦୂରେଇ ଯିବାକୁ ମନ ସବୁବେଳେ କହୁଥିଲା। ଜମାରୁ ଭଲ ଲାଗୁନାହିଁ। ତାଙ୍କର ଆଦର ସୋହାଗ, ତାଙ୍କ କଥାବାର୍ତ୍ତା ସବୁଥିରେ କୃତ୍ରିମତା ଭାରି ରହିଛି। ହେଲେ ମୋର ବିବଶତା ଏଇଆ ଥିଲା ଯେ ତାଙ୍କୁ କଷ୍ଟ ଦେଲା ଭଳି କିଛି କଥା ମୁଁ ତାଙ୍କୁ କହିପାରୁନଥିଲି। ମୋର ସବୁ ବହି ଖାତାକୁ ଗୋଟିଏ ବଡ଼ ବ୍ୟାଗ୍ରେ ସେ ଭରୁଥିବାର ଦେଖି ମୁଁ ପାଟି କରି ଉଠିଲି, ସେଗୁଡ଼ା କାହିଁକି ଭରୁଛ? କାଲି ସ୍କୁଲ କେମିତି ଯିବି? ମୋର ସବୁ ଜିନିଷରେ ତୁମେ ଏତେ ହାତ ମାରୁଛ କାହିଁକି? ମୋତେ ସତରେ ଭାରି ବିରକ୍ତ ଲାଗୁଥିଲା। ଯେଉଁଦିନ ଠାରୁ ଆସିଲେଣି ମୋତେ ନିଶ୍ଚିନ୍ତରେ ଘଡ଼ିଏ ବସେଇ ବି ଦେଉନାହାନ୍ତି କି ଶାନ୍ତିରେ ରହିବାକୁ ଦେଉନାହାନ୍ତି। ମନ କହୁଥିଲା ବାପାଙ୍କୁ କହି ଯଥାଶୀଘ୍ର ସେମାନଙ୍କୁ ଗାଁକୁ ପଠାଇ ଦେବାକୁ। କିନ୍ତୁ ବାପାଙ୍କ ସାମାନକୁ କେମିତି ଯିବି? ତାଙ୍କ ଆଗରେ ପାଟି କୋଉ ଖୋଲିବ ମୋର? ସେ କ'ଣ କେବେ ମୋ କଥା ଶୁଣିଛନ୍ତି ଯେ ଆଜି ଶୁଣିବେ? ମୋ ଅସନ୍ତୋଷକୁ ଧ୍ୟାନ ନ ଦେଇ ମାଇଁ ତାକୁ କାମରେ ଲାଗିଥିଲେ। ତାଙ୍କ ହାତରୁ ବ୍ୟାଗ୍ ଛଡ଼େଇ ନେବାକୁ ମୁଁ ନିଜକୁ ପ୍ରସ୍ତୁତ କରୁଥିଲା ବେଳେ ସେ କହିଲେ, ଆଜି ଆମେ ଗାଁକୁ ଚାଲିଯିବୁ, ଆଉ ତତେ ସାଙ୍ଗରେ ନେଇଯିବୁ। ତୋର ପ୍ରକୃତ ଘର ଗାଁରେ। ତୁ ହେଉଛୁ ବାସ୍ତବରେ ଆମରି ପୁଅ। ପିଲାଦିନରୁ ତତେ ଏମାନେ ନେଇ ଆସିଥିଲେ। କିନ୍ତୁ ତୋର ଘର ଯେତେବେଳେ ଏଇଟା ନୁହେଁ, ତୁ କାହିଁକି ସବୁଦିନ ରହିବାକୁ ଯିବୁ ଏଠି? ତୋର ପ୍ରକୃତ ବାପା ମା ଆମେ, ଏମାନେ ନୁହନ୍ତି ଆମେ। ଆଜିଠାରୁ ତେଣୁ ମୋତେ ମାଇଁ ଡାକିବୁ ନାହିଁ, ବୋଉ ବୋଲି ଡାକିବୁ। ନା ନା, ମୁଁ କୁଆଡ଼େ ଯିବି ନାହିଁ। ତୁମେ ମିଛ କହୁଛ। ତୁମେ ମୋର ବୋହୂ ଜମାରୁ ନୁହଁ। ମୋ ବୋଉ ମୋତେ ଛାଡ଼ି ଚାଲିଯାଇଛି ବୋଲି ତୁମେ ଆଜି ବୋଉ ହେବାକୁ ଚେଷ୍ଟା କରୁଛ। ମୁଁ ତୁମକୁ କେବେ ବି ବୋଉ ଡାକିବିନି। ମୋ ବୋଉ ମୋତେ କେତେ ଭଲ ପାଏ। ତାକୁ ଏଠି ଏକା ଛାଡ଼ି ମୁଁ କୁଆଡ଼େ ଯିବିନି। ତୁମ ସାଙ୍ଗେ ତ ଆଦମ ନୁହେଁ। ଚାଲିଯାଅ ତୁମେ ସବୁ। ମୁଁ ତୁମର କେହି ନୁହେଁ। ଯାଅ, ଚାଲିଯାଅ। ଚିତ୍କାର କରି ମୁଁ କାନ୍ଦି ପକାଇଲି। ବୋଉ ସହିତ ମୋ ସମ୍ପର୍କକୁ କେତେ ସହଜରେ କାଟିଦେବାକୁ ଏମାନେ ଚେଷ୍ଟା କରୁଛନ୍ତି। ହେଲେ ମୁଁ ସେମିତି ହେବାକୁ କେବେ ବି ଦେବିନି। ବୋଉଙ୍କୁ ଛାଡ଼ି କାହା ସାଙ୍ଗରେ ମୁଁ ଯିବିନି। କାନ୍ଥରେ ଟଙ୍ଗା ହୋଇଥିବା ବୋଉର ଫଟୋ ପାଖକୁ ଦୌଡ଼ି ଯାଇ ମୁଁ ତାକୁ କୁଣ୍ଢେଇ ଧରିଲି। ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା। ଡାକିଲି, ବୋଉ, ବୋଉ, ମୋତେ ଛାଡ଼ି ତୁ କାହିଁକି ଚାଲିଗଲୁ? ଏମାନେ ସମସ୍ତେ ମିଶି ମୋତେ କେମିତି ହଇରାଣ କରୁଛନ୍ତି ଦେଖୁଛୁ ତୁ ଫେରିଆ ବୋଉ, ତୁ ଫେରିଆ। କାହିଁକି ମୋ ଉପରେ ରାଗିଛୁ? ମୋତେ ଛାଡ଼ି କେବେ କୁଆଡ଼େ ଯିବୁ ନାହିଁ ବୋଲି ତୁ କହିଥିଲୁ। ଆଉ ଆଜି ତାହେଲେ କ'ଣ ହୋଇଗଲା? ପଛରୁ ମୋତେ କିଏ ଭିଡ଼ି ଭିଡ଼ି ନେଇ ଫଟୋକୁ ଅଲଗା କରିଦେଲା। କି ନବରଙ୍ଗ ଲଗେଇଛ ପିଲାଟା? ଶୀଘ୍ର ବାହାର। ଗାଡ଼ି ଟାଇମ୍ ହୋଇଗଲାଣି। ଯେଉଁ କଥାକୁ ଥରେ କୁହାଗଲା ତାକୁ ଶୁଣିବାକୁ ଚେଷ୍ଟା କର।
ଏତେ କ'ଣ ଜିଦି ଗୋଟେ? ଏ କର୍କଶ ସ୍ୱର ଥିଲା ମାମୁଙ୍କର। ତାଙ୍କର ବଡ଼ ପାଟି ଶୁଣି ମୁଁ ଶଙ୍କିଗଲି। ସମସ୍ତେ ଯିବାକୁ ପ୍ରସ୍ତୁତ ହୋଇସାରିଥିଲେ। ଦିନୁ କକା ବାରମ୍ବାର ମାମୁଁକୁ ଅନୁରୋଧ କରୁଥିଲେ ମୋତେ ଛଡ଼େଇ ଦେବାକୁ। ମାମୁଁଙ୍କ ଉପରେ କିନ୍ତୁ ତାଙ୍କ କଥାର କିଛି ବି ପ୍ରଭାବ ପଡ଼ୁନଥିଲା। ମୋ ସାର୍ଟ ପ୍ୟାଣ୍ଟ ଜବରଦସ୍ତି ଖୋଲିଦେଇ ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧାଇ ଦେଉଥିଲେ ସେ ମୋତେ। ବିକଳ ହୋଇ ସମସ୍ତଙ୍କ ମୁହଁକୁ ଖାଲି ଚାହୁଁଥିଲି। କିଏ ମୋ ଉପରେ ସାମାନ୍ୟ ଦୟା କରିପାରିବ ତାହାର ପ୍ରତୀକ୍ଷା କରୁଥିଲି। କିନ୍ତୁ ସେପରି ସନ୍ଦେହ କେହି ହେଇ ପାରୁନଥିଲା ବୋଧେ। ସମସ୍ତଙ୍କ ମୁହଁରେ ଥିଲା କେବଳ ଉପାୟହୀନତାର ଛାଇ। ଅନନ୍ୟୋପାୟ ହୋଇ ମାମୁଁଙ୍କ କହିବା ଅନୁସାରେ କାମ କରି ଚାଲିଗଲି। ମୋ ପ୍ରତିବାଦରେ ଆଉ କିଛି ମୂଲ୍ୟ ନାହିଁ ବୋଲି ଜାଣି ସାରିଥିଲି। ମୋତେ ଭିଡ଼ି ଭିଡ଼ି ନେଇ ରିକ୍ସାରେ ବସାଇ ଦିଆଗଲା। ଚାରିଆଡ଼କୁ ଥରେ ଆଖି ପୂରେଇ ଦେଖିନେଲି। ଏ ଘର ଆଜିଠୁ ଆଉ ମୋର ନୁହେଁ। ସବୁଦିନ ପାଇଁ ଏସବୁ ମୋ ଠାରୁ ଛଡ଼େଇ ନିଆଗଲା। କିଛି ଦିନ ପୂର୍ବରୁ ଏମିତି ଘଟଣା ମୋ ଜୀବନରେ ଆଉ ଥରେ ମଧ୍ୟ ଘଟିଥିଲା। ଜାଣେନା ଏସବୁ ଆଉ କେତେଥର ଘଟିବ ମୋ ଜୀବନରେ। ଅନ୍ୟମାନଙ୍କ ହାତରେ ଖେଳଣା ମୁଁ, ଯିଏ ଯେତେବେଳେ ଚାହିଁଲା ଛଡ଼େଇ ନେଇ ଖେଳିଲା। ସେମାନଙ୍କର ଏଇ ଖେଳ ପାଇଁ ମୋ ଘର, ବାଡ଼ି ଅଗଣା, ସାଙ୍ଗସାଥି, ଖେଳନା, ବହିପତ୍ର, ସ୍କୁଲ ସବୁକିଛି ଆଉ ଥରେ ଥରେ ପର ହୋଇଗଲା। ମୋତେ କାନ୍ଦ ମାଡ଼ୁଥିଲା କିନ୍ତୁ କାନ୍ଦିବାକୁ ଚାହୁଁନଥିଲି। କିନ୍ତୁ ସେସବୁ କ'ଣ ମୋ ଆୟତ୍ତରେ ଆଉ ଥିଲା ସତରେ? ବାପାଙ୍କ ସ୍ୱରରେ ଆଜି ପ୍ରଥମ ଥର ପାଇଁ ବ୍ୟସ୍ତତା ଥିବାର ଅନୁଭବ କଲି। ମାମୁଁ ତାଙ୍କୁ ବୁଝେଇ ଦେଲେ କାହିଁକି ବ୍ୟସ୍ତ ହେଉଛ? ଥରେ ଗାଁକୁ ଚାଲିଗଲେ ସବୁ କିଛି ଭୁଲିଯିବ। ଯେପର୍ଯ୍ୟନ୍ତ ଏଠି ରହିବ ସେ ପର୍ଯ୍ୟନ୍ତ କିଛି ଭୁଲି ପାରିବନି। ଅଯଥା ମୋହ ବଢ଼େଇ ଆଉ ଲାଭ କ'ଣ? ପିଲାଟା ସେ, ଭଲ ମନ୍ଦ ତୋର ମୋର କିଛି ଜାଣେନା। ଯାହା ତା ହାତରେ ଧରେଇ ଦିଆଯିବ ତାକୁ ନିଜର ମାନିବ। ବରଂ ତୁମେ ନୂଆ କରି ଆଉ ଥରେ ସଂସାର ଗଢ଼। ମୁଁ ତାକୁ ଏଠୁ ନେଇଯିବାଟା ସମସ୍ତଙ୍କ ପାଇଁ ଭଲ ହେବ। ଜାଣେନା କାହା ପାଇଁ କ'ଣ ଭଲ ଆଉ କ'ଣ ଖରାପ। ମୋ ପାଇଁ କିନ୍ତୁ ସବୁ ଖରାପ। ଏଇ କିଛି ଦିନ ଭିତରେ ମୋ ବୟସ ବେଶ୍ ବଢ଼ିଯାଇଛି। ସେଥିପାଇଁ ବୋଧେ ହଠାତ୍ ନିଜକୁ ମୁଁ ବେଶ୍ ପରପକ ମାଣୁଥିଲି। ବୁଝିନଥିବା ଅନେକ କଥା ଧୀରେ ଧୀରେ ବୁଝିବାରେ ଲାଗିଥିଲି। ଆଗକୁ ଆଗକୁ ରିକ୍ସା ଗଡ଼ି ଚାଲିଥିଲା। ବୋଉର କରୁଣା ମୁହଁଟା ଆଖି ଆଗରେ ନାଚି ଯାଉଥିଲା। ଆମ୍ବ ଗଛରେ କଷି ହେଉଛି ଶୁଆ ପାଇଁ ଫ୍ରିଜରେ ଲଙ୍କା, ପାଚିଲା ପିଜୁଳି ରଖିଛି। କାଲିଠାରୁ ଶଙ୍କି ଘରକୁ ଫେରିନି। ସମସ୍ତଙ୍କ ଦାୟିତ୍ୱ ମୋରି ଉପରେ ଦେଇ ବୋଉ ନିଶ୍ଚିନ୍ତରେ ଚାଲିଯାଇଛି। ଆଉ ସେସବୁ ଛାଡ଼ି ଆଜି ଯଦି ମୁଁ ଚାଲିଯାଏ ତେବେ ମୋ କାମ ସବୁ କିଏ କରିବ? ମୋ ହାତକୁ ଚାପି ଧରିଥିଲେ ମାଇଁ। ତାଙ୍କ ଆଖିରେ ଖୁସି ଭରି ରହିଥିଲା। ତାହା ଥିଲା ମୋତେ ଫେରି ପାଇଥିବାର ଅଥବା ବାପାଙ୍କ ପାଖରୁ ଛଡ଼େଇ ନେବାର ଜିଦିରେ ସଫଳ ହୋଇଯିବାର ଖୁସି। ତାହା ମୋତେ ଜଣା ନଥିଲା। ହେଉ ପଛେ ମୋତେ ତାଙ୍କର ସେ ଖୁସି ସହ୍ୟ ହେଉନଥିଲା। ମାମୁଁ ଇଆଡ଼ୁ ସିଆଡ଼ୁ ଅନେକ କଥା ଗପୁଥିଲେ। ସେ ଖୁସି ଥିଲେ କି ନା ନାହିଁ କିଛି ଜଣା ପଡ଼ୁନଥିଲା। କିନ୍ତୁ ତାଙ୍କ ପିଲାମାନଙ୍କର ଅସନ୍ତୋଷ ସ୍ପଷ୍ଟ ଭାରି ହୋଇଯାଉଥିଲା। ମୋ ସହିତ ସେମାନେ ପଦେ ବି କଥା ହେଉନଥିଲେ। ମୁଁ ଯାଉଥିବା ଘରର ପରିବେଶ ପରିସ୍ଥିତି କ'ଣ ମୁଁ ଜାଣିନଥିଲି। ଯେଉଁମାନଙ୍କ ସହିତ ରହିବି ସେମାନେ ବି ମୋର ପସନ୍ଦର ନଥିଲେ। ଏପରି ପରିସ୍ଥିତିରେ ଗାଁକୁ ଯାଇ ସବୁଦିନ ପାଇଁ କେମିତି ରହିପାରିବି ମୁଁ? ଯେଉଁଠି ନିଜର କେହି ଚିହ୍ନାଏ ମାଟି ନଥିବ ସେଇଠି ସାରା ଜୀବନ କିଏ ବା କେମିତି ରହିପାରିବ? ମାଇଁ ନିଶ୍ଚିତ ରୂପରେ ମୋତେ ଭଲ ପାଉଛନ୍ତି, ସେଥିରେ ସନ୍ଦେହ ନାହିଁ। କିନ୍ତୁ କାଲି ଯଦି ବୋଉ ପରି ସେ ବି ମୋତେ ମରିଯାଆନ୍ତି ତେବେ? ନିଜ ପ୍ରଶ୍ନର ମୁଁ ନିଜେ ଚମକି ଉଠିଲି। ଚାହିଁଲି ମାଇଁକୁ। ଆଶ୍ୱସ୍ତିର ନିଦ ଆଖିପତାକୁ ମାଡ଼ି ଧରିଥିଲା। ମୁହଁରେ ଥିଲା ବିଜୟର ଭାବ। ମୋ ଭିତରେ ଅସଂଖ୍ୟ ପ୍ରଶ୍ନବାଳା। ମୁଁ ଖୁବ୍ ବ୍ୟସ୍ତ ଆଉ ବିବ୍ରତ। ଏମିତି ସମୟରେ ତାକୁ ନିଶ୍ଚିନ୍ତ ନିଦରେ ଶୋଇ ପଡ଼ିବାକୁ ଦେବିନି। ତାଙ୍କୁ ହଲେଇକି ଉଠେଇଦେଲି। ପ୍ରଶ୍ନର ତୁଷ୍ଟି ତୋଳି ମା ଆଡ଼କୁ ଚାହିଁ ରହିଲି। ସେ ବ୍ୟସଲର ଢେଉ ଆଖିରେ ଝରଝର ଝରୁଥିଲା। ହେଲେ ମୁଁ ସେ ଆଡ଼କୁ ଧ୍ୟାନ ଦେଲି ନାହିଁ। ବରଂ ସୂକ୍ଷ୍ମ ସ୍ୱରରେ ପଚାରିଲି, ବୋଉ ପରି କାଲି ଯଦି ତୁମେ ମରିଯିବ ତେବେ ମୋତେ କ'ଣ ଆଉ କେହି ଆସି ତୁମ ଘରୁ ଏମିତି ପୁଣି ଜବରଦସ୍ତି କରି ନେଇ ଚାଲିଯିବ? ଚମକି ପଡ଼ିଲେ ସେ। ବଡ଼ ବଡ଼ ଆଖିରେ ଘଡ଼ିଏ ଚାହିଁ ରହିଗଲେ। ତାପରେ କଥାଟିକୁ ପରିହାସ ମଣି ଉଡ଼େଇ ଦେବାର ଚେଷ୍ଟା ବି କଲେ। କିନ୍ତୁ ମୋ ମୁହଁରେ ଗମ୍ଭୀରତା ତାକୁ ସେପରି କରିବାକୁ ଦେଲା ନାହିଁ। ପ୍ରଶ୍ନଟା ଯେତେ କଠିନ ନଥିଲା ମୋ ମାନସିକ ଅବସ୍ଥା
ଥିଲା ସେତିକି ଚିନ୍ତାର ବିଷୟ। ମୋ ନୀରବତାକୁ ସେ ଏପର୍ଯ୍ୟନ୍ତ ଭାବି ନେଇଥିଲେ ମୁଁ ତାଙ୍କ ସହିତ ସହସରେ ଚାଲି ଯାଉଛି। ତାହା ଯେ ତାଙ୍କର ସର୍ବବୃହତ ଏକା ଭ୍ରମ। ସେ କଥା ଜାଣିଲା ପରେ କ'ଣ ଉତ୍ତର ଦେବେ ମୋ ପ୍ରଶ୍ନର ଭାବିପାରୁ ନଥିବେ। ବୋଧହୁଏ ତାଙ୍କ ପାଖରେ ଏମିତି ପ୍ରଶ୍ନର ଉତ୍ତର ହିଁ କିଛି ନଥିଲା। ବାଧ୍ୟ ହୋଇ ନୀରବ ରହିଗଲେ। ମାମୁଙ୍କ ଆଡ଼କୁ ଚାହିଁଲି ମୁଁ। ସେ ବି କଥାଟାକୁ ଶୁଣି ନଥିଲେ, କିନ୍ତୁ ନ ଶୁଣିଲା ପରି ଥିବାର ବାହାନାଟେ ବେଶ୍ କରୁଥିଲେ। ତାଙ୍କ ମୁହଁରେ ଉକୁଟି ଆସୁଥିଲା ଝାଳର କିଛି ବୁନ୍ଦା। ମୋର ପ୍ରଶ୍ନ ତାକୁ ଚିନ୍ତାରେ ପକାଇ ଦେଇଥିବାରୁ ଅନୁମାନ କରି ମୋ ଭିତରେ ଅଶାନ୍ତି ସାମାନ୍ୟ ଉପଶମ ଲାଭ କଲେ। କିନ୍ତୁ ଛାଡ଼ି ନ ଦେଇ ପୁଣି ସେହି କଥାକୁ ଅନ୍ୟ ବାଗରେ ଦୋହରାଇଲି। ମୋର କ'ଣ ଜୀବନରେ ନିଜର ବୋଲି କେବେ କିଛି ହେଇପାରିବନି? ମୁଁ କ'ଣ ଖାଲି ଏ ଘରୁ ସେ ଘର, ଅନ୍ୟର ଦୟା ଆଉ ଖୁସି ଉପରେ ନିର୍ଭର କରି ନିଶ୍ୱାସ ପ୍ରଶ୍ୱାସ ନେଉଥିବି? ତୁମେ ଯଦି ସତରେ ମୋର ବୋଉ, ତେବେ ଅନ୍ୟ କାହା ହାତକୁ ମୋତେ କେମିତି ବଢ଼େଇ ଦେଇ ପାରିଥିଲ? ତୁମେ କ'ଣ ସେତେବେଳେ ମୋତେ ଭଲ ପାଉନଥିଲ? ଯଦି ପାଉନଥିଲ, ତେବେ ଏବେ କାହିଁକି? ବାପା ମୋତେ ଭଲ ପାଆନ୍ତୁ କି ନ ପାଆନ୍ତୁ, ତାଙ୍କୁ ମୁଁ ମୋର ବାପା ବୋଲି ଜାଣେ। ସେ ଘର ମୋର। ସେ ଘରେ ମୋ ବୋଉର ଭଲ ପାଇବା ଖୁନ୍ଦି ହେଇ ରହିଛି। ସେଇଠି ମୁଁ ବଢ଼ିବି, ସେଇଠି ମୁଁ ବଢ଼ିଛି, ସେଇଠି ହସିଛି, ଖେଳିଛି। ମୋ ସ୍ମୃତିରେ ଘର ମନେ କେବଳ ସେଇ ଘର ହିଁ ରହିଛି ଆଉ ରହିବ। ତାକୁ ଭୁଲିଯାଇ ଅନ୍ୟ ଗୋଟିଏ ନୂଆ ଘର ଯେଉଁଠି ମୋତେ ଜବରଦସ୍ତି କରି ନେଇଯାଉଛ, କେବେ କ'ଣ ନିଜ ଘର ବୋଲି ମୁଁ ଗ୍ରହଣ କରିପାରିବି? ଆଉ ଅଧିକା କିଛି କହିପାରିଲିନି। କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ଆଖି ଲୁହରେ ଝାଲୁଝାଲୁଆ ହୋଇଗଲା। ଯାହା ସବୁ କହିଗଲି ସେସବୁ ଠିକ୍ ଥିଲା କି ଭୁଲ ତାହାର ବିସ୍ଫୋରଣ କରୁ କାନ ପାଖରେ ପରିଚିତ କାର୍ର ହର୍ନ ମୋତେ ଚମକାଇ ଦେଲା। ଅଫିସ୍ ଫେରନ୍ତା ସମୟରେ ଗେଟ୍ ପାଖରେ ସବୁଦିନ ଏହି ହର୍ନର ଆବାଜକୁ କାନ ଡେରି ମୁଁ ଅପେକ୍ଷା କରିଥାଏ। ତାହେଲେ ବାପା କ'ଣ ମୋ ପଛେ ପଛେ ଆସୁଛନ୍ତି? ଆନନ୍ଦ ଅତିଶଯ୍ୟରେ ଆଖି ମୋର ଖୋଲିଗଲା। ସତରେ ବାପା ହିଁ ରାସ୍ତା ସେପାଖେ ଗାଡ଼ି ଠିଆ କରି ଓହ୍ଲାଉଥିଲେ। ମାଇଁଙ୍କ ହାତ ଛଡ଼େଇ ରିକ୍ସାରୁ ଓହ୍ଲାଇ ଦୌଡ଼ିଗଲେ। ମୁଁ ବାପାଙ୍କ ପାଖକୁ ବାପା କହି ତାଙ୍କୁ କୁଣ୍ଢେଇ ପକାଇଲି ଜୋରରେ। ଆଜି ଏ ଡାକ ମୋତେ ଅମୃତ ପରି ଲାଗୁଥିଲା। ତାଙ୍କୁ କୁଣ୍ଢେଇବାର ଯେ ଏତେ ଆନନ୍ଦ, ଏତେ ସନ୍ତୁଷ୍ଟ ମିଳେ, ଆଗରୁ ଜାଣିନଥିଲି। ପ୍ରଥମ ଥର ପାଇଁ ବାପା ତାଙ୍କ ସଦୃଢ଼ ହାତରେ ମୋତେ ତାଙ୍କ ଛାତି ଉପରକୁ ଟାଣି ନେଲେ। ପରମ ତୃପ୍ତିରେ ଆଖି ମୋର ବନ୍ଦ ହୋଇ ଆସିଲା। ମାମୁଁକୁ ସେ କହୁଥିବା କଥା ମୋ କାନରେ ପଡ଼ୁଥିଲା, ତଥାପି ଆଖି ଖୋଲିଲାନି ମୁଁ। ସରୋଜା ଚାଲିଗଲା ବୋଲି ତା'ର ସବୁ ସ୍ମୃତି କ'ଣ ହଜିଯିବ ମୋ ଜୀବନରୁ? ଏତେ କ'ଣ ସହଜ ହେଉଛି ଦୀର୍ଘ 20 ବର୍ଷ ସମ୍ପର୍କକୁ ଏତେ ଶୀଘ୍ର ଭୁଲିଯିବା? ଜୀବନସାରା ତାରି ହସ, ତାରି ଖୁସି, ତାରି ଶାନ୍ତି ପାଇଁ ସବୁକିଛି ମୁଁ କରିଆସିଲି। ଆଉ ଆଜି ତା'ର ସବୁଠାରୁ ବଡ଼ ଖୁସିକୁ ମୋ ଠାରୁ ଛଡ଼େଇ ନେଇ ତୁମେ ଚାଲିଯିବ ଯଦି, ମୁଁ ଆଉ କାହା ପାଇଁ ବଞ୍ଚିବି? ମାମୁଁ ମାଇଁ ମୁଣ୍ଡ ତଳକୁ କରି ଚୁପଚାପ ଠିଆ ହୋଇଥିଲେ। ଟ୍ରେନ୍ ଟାଇମ୍ ହୋଇ ଯାଉଥିଲା। ମୋତେ ଛାଡ଼ିଦେଇ ସେମାନେ ରିକ୍ସାକୁ ଉଠିଗଲେ। ମାଇଁଙ୍କ ଆଖିରୁ ଲୁହ ବନ୍ଧାବାଡ଼ ମାନୁନଥିଲା। ମୋତେ କିନ୍ତୁ ଟିକିଏ ବି ଦୁଃଖ ଲାଗୁନଥିଲା। ବାପାଙ୍କୁ ସେମିତି ଜାବୁଡ଼ି ଧରି ମୁଁ ଠିଆ ହୋଇଥିଲି। ସେମାନେ ଦୃଷ୍ଟିର ଆଢ଼ୁଆଳକୁ ଚାଲିଗଲା ପରେ ଆମେ ଘରକୁ ଫେରିଆସିଲୁ। ଘର ମାନେ ଆମ ଘର, ମୋ ଘର। ଗାଡ଼ି ରହୁ ରହୁ ମୁଁ ଦୌଡ଼ିଗଲି ଘର ଭିତରକୁ, ବୋଉ ପାଖକୁ। ପାଟି କରି ଉଠିଲି, ବୋଉ ଦେଖ, ମୁଁ ଫେରିଆସିଲି। ଆଉ କେହି କେବେ ତୋ ପାଖରୁ ମୋତେ ଛଡ଼େଇ ନେଇପାରିବନି। ବାପା ମୋତେ ଫେରେଇ ଆଣିଛନ୍ତି। ବାପାକୁ ଛାଡ଼ି, ତତେ ଛାଡ଼ି, ଆମ ଘରକୁ ଛାଡ଼ି ମୁଁ କେବେ କୁଆଡ଼େ ବି ଯିବିନି। ବୋଉ ତୁ ଖୁସି ନା? ବୋଉ ଖୁସି, ଖୁବ୍ ଖୁସି। ତା ହସ ହସ ମୁହଁଟା ଏବେ ଆହୁରି ସୁନ୍ଦର ଦିଶୁଥିଲା। ଖୁସିରେ ମୋର ଘର ବାହୁଡ଼ା ଖୁସିରେ। ଏଇ ଥିଲା ମୋର ସମ୍ପୂର୍ଣ୍ଣ କାହାଣୀ। ଧନ୍ୟବାଦ। ସାଙ୍ଗମାନେ, କାହାଣୀଟା ତ ମୁଁ ନିଜେ ପଢ଼ିଦେଲି, କିନ୍ତୁ ପଢ଼ିକିରି ମୋତେ ବହୁତ କାନ୍ଦ ଲାଗିଲା। ଆଉ କାହାଣୀ ବହୁତ ଭଲ ଥିଲା। ଏହିପରି କିଛି ନୂଆ ନୂଆ କାହାଣୀ ମଧ୍ୟ ମୁଁ ଆସିଥାଏ। ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର।